ଆଜି ନବମୀରେ ଆମେ ବୁଢା ବୁଢୀ ଦି ଜଣ ଆମ ଶଶୁରଙ୍କ ପାଖକୁ ଯାଇଥିଲୁ। ସେଠି ନାତୁଣୀ ସହିତ ଟିକେ ଖେଳ ହେଲା, ଟିକେ ମାନେ ଭଲ କି ଖେଳ ହେଲା। ଦେଖନ୍ତୁ ନା ଆମ ନାତୁଣୀ କେମିତି ମସ୍ତିରେ ପୁରା ବ୍ୟସ୍ତ ଅଛି। ତା ଆଈ ସେଠି ପାଖରେ ବସିଛନ୍ତି, ପେନ୍ ଧରିକି ଗାରଉଛି ଗୋଡ ସାରା ସ୍କେଚ ପେନ୍ କୁ। ତାପରେ ମୋ ପାଖକୁ ଟିକେ ଆସିଗଲା, ମୁଁ ଟିକେ ଗେଲା କରିଦେଲି, ତାର ଡେଇଁ ଡାଇଁକି ପଳେଇଗଲା। ମତେ ବାସ୍ ଟିକେ ବାଇ ବାଇ କରିଦଉଛି, କିନ୍ତୁ ମୁଁ ତ ଏବେ ଆସିନି ନା, ମୁଁ ତା ସହିତ ଆଉ ଟିକେ ମସ୍ତି କରିବି। ତାପରେ ଆମେ ଚାଲିଲୁ ବର୍ତ୍ତମାନ ହନୁମାନ ମନ୍ଦିର ଅଭିମୁଖେ। ଚରମ୍ପାର ହନୁମାନ ମନ୍ଦିର, ଯିଏ ଭଦ୍ରକ ଲୋକ ସେ ତ ଜାଣିଥିବେ କେତେ ପ୍ରଖ୍ୟାତ ତାଙ୍କ ମହିମା। ଆମେ ଟିକେ ପୂଜା ଅର୍ଚ୍ଚନା କରିବା ସମୟରେ ମୋ ନାତୁଣୀ ତ ଜିଦ୍ଦି କରିକି ଆମ ସହିତ ଆସିଲା, କାନ୍ଦିଲା, ଛାଡିଲାନି ତା ଅଜାକୁ ମତେ। ସିଏ ତାର ଖେଳା ବୁଲା କରୁଛି, ଆମେ ଠାକୁରଙ୍କର ଟିକେ ପୂଜା କରୁଥିଲୁ। ଦେଖନ୍ତୁ ନା ମନ୍ଦିର ଭିତରେ ହନୁମାନ ମନ୍ଦିର ଏତେ ବଢିଆ ହେଇଯାଇଛି। ଏବେ ମୁଁ ଦେଖିଥିଲି 20 ବର୍ଷ ତଳେ, ଆଉ ଯାଇନଥିଲି, ଏବେ ଯାଇଛି। ଦେଖନ୍ତୁ 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 ତାଙ୍କ ନାତୁଣୀ ତାଙ୍କୁ, ଆରେ ଆରେ ଇଏ କଣ ମୁଁ ରହିଗଲି, ଆରେ ମତେ ନେଇକି ଯାଅ ତମେ। ଅଜା ନାତୁଣୀ କୁଆଡେ ପଳେଇଲା, ଆରେ ମତେ ଛାଡି ଦେଇକି କାହିଁକି ଯାଉଛ, ଆରେ ନିଅରେ ନିଅରେ। ଆସିବା ରାସ୍ତାରେ ମତେ ନେଇକି ଆସିଲେ, ତାଙ୍କ ସ୍କୁଲ ଦେଖେଇଲେ। ତାପରେ ଆମେ ଟିକେ ପହଞ୍ଚି ଗଲୁ। ଏଇଟା ହଉଛି ଆମର ରେଲୱେ କଲୋନୀର ଦୁର୍ଗା ଠାକୁର। ସେଠୁ ଆସିଲୁ, ବାହାରକୁ ଆସିକି ଦେଖିଲୁ ଆମ ନାତି ଟୋକାକୁ। ବାସ୍ ତାକୁ ଟିକେ ଗେଲା କରିଦେଲୁ। ନାତି ଟୋକା ମାନେ ସିଏ ହଉଛନ୍ତି ମୋ ପୁତୁରା। ଆଉ ଦେଖନ୍ତୁ ଦେଖନ୍ତୁ ତା ଜେଜେ ପାଖରେ କେମିତି ଗେଲା ହଉଛି। ବାସ୍ ଜେଜ ନାତିଙ୍କ ଗେଲ ଦେଖ। ଆଉ ମୁଁ ତ କ୍ୟାମେରା ବାଲା ହେଇକି ଠିଆ ହେଇଛି, ଆଉ ମୁଁ କଣ ଗେଲା କରିବି। ଆଉ ମୋ ବୋଉ ମୋ ପୁତୁରା 2 ଜଣ ଅଛନ୍ତି, ଟିକେ ତାଙ୍କ ସମୟ ସ୍ପେଣ୍ଡ କରିକି ଚାଲିଲୁ ପୁରା ଆମେ। ଏଇଟା ହଉଛି ରେଲୱେ ଷ୍ଟେସନ ବଜାର ଦୁର୍ଗା ମା। ସେଠି ଟିକେ ପ୍ରସାଦ ନେଲୁ, ନେଇ ସାରିକି ବେଲୁନ ଟା ଆଜି ଫାଇନାଲି କିଣିଲି। ନ କିଣିଥିଲେ ମୁଁ ତ ସେଠୁ ଆସିନଥାନ୍ତି। କାଲି ତ ଯେତେ ଜିଦ୍ଦି କଲେ ବି ମତେ ଘୋଷାଡି ଟାଣିକି ନେଇକି ଆସିଲ। ଆଜି ତ ଆଉ କିଛି କରିପାରିନଥାନ୍ତି, ନଣନ୍ଦ ଘରକୁ ଗଲି, ନହେଲେ ନଣନ୍ଦକୁ କମ୍ପ୍ଲେନ କରିଥାନ୍ତି। ମୋ ବଡ ନଣନ୍ଦ ଘରକୁ ଫେରିବା ବାଟରେ ଆସିଲୁ। ଆସିକି ଟିକେ ମୋ ନଣନ୍ଦ ମତେ ଝିଅ ଭଳିଆ ଦେଖନ୍ତି ନା, ବହୁତ ଗେଲା କଲେ। ମୋ କାନଫୁଲ ଟା ଲାଗିଗଲା ତାଙ୍କ ଶାଢୀରେ। ତାପରେ ଆଜି ମତେ ପୁଣି ସରପ୍ରାଇଜ ଦେଲେ ଗୁପଚୁପ। ମୁଁ ତ ଏଡେ ବଡ କଲି, ତଥାପି ସେ ଗୁପଚୁପ ଟା ମୋ ପାଟିରେ ବସୁନି, କେମିତି ଖାଇବି। ଭାତ ଖାଇଲା ବେଳେ ମୋ ପାଟିଟା ଏଡେ ବଡ ମେଲା ହୁଏନି। ଆଜିର ସରି